ଅଛୁ ସେଇ ଜାଗାରେ ଯୋଉଠି କାଲି ମାଟି ଅତଡା ଖସିଥିଲା ଆଉ ଯୋଉଠି ଗୋଟେ ବଡ ଗର୍ତ୍ତ ମଧ୍ୟ ସୃଷ୍ଟି ହେଇଛି। କିନ୍ତୁ ଯୋଉ କଥା ଆପଣ ପଚାରିଲେ ଆମେ ସିଧାସଳଖ କହିବୁ ଆପଣଙ୍କୁ ଏପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି। କେବଳ ମୁଁ ମୋ କ୍ୟାମେରା ପର୍ସନକୁ ଦେଖେଇବା ପାଇଁ କହିବି, କେବଳ ଏଇ ବାରିକେଡ ଛାଡିଦେଲେ ପ୍ରଶାସନ ତରଫରୁ କୌଣସି ବି ବ୍ୟବସ୍ଥା ଏପର୍ଯ୍ୟନ୍ତ କରାଯାଇନି। ଆଉ ଗୋଟେ କଥା ବି ଏଠି କହିବା ପାଇଁ ଚାହିଁବି, ଯୋଉଠି ଗର୍ତ୍ତ ସୃଷ୍ଟି ହେଇଛି ଗର୍ତ୍ତ ଠାରୁ ମାତ୍ର 2 ଫୁଟ ଦୂରରେ ବାରିକେଡ ତିଆରି ହେଇଛି, ଯୋଉଟା କି ବର୍ତ୍ତମାନ ଗର୍ତ୍ତଟା ଧୀରେ ଧୀରେ ବଢିବାକୁ ମଧ୍ୟ ଲାଗିଛି, ଯୋଉଟା ଏବେ ସାଧାରଣରେ ମାନେ ଅତ୍ୟନ୍ତ ଭୟାନକ ମାନେ ଭୟାନକ ସୃଷ୍ଟି କରୁଛି, ଯୋଉଟା କହିପାରିବା ଆମେ। ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଆମ ସହିତ ଅଛନ୍ତି ସ୍ନିଗ୍ଧା। ଏଇ ଯୋଉ ଜମି ଉପରେ ଗର୍ତ୍ତଟି ସୃଷ୍ଟି ହେଇଛି, ଜଣେ ତାଙ୍କ ମାଲିକ, ଜମି ମାଲିକ ଅଛନ୍ତି। ଆଜ୍ଞା, ଏଇ ଯୋଉ ଗର୍ତ୍ତଟି ସୃଷ୍ଟି ହେଇଛି ଆପଣ ଜାଣିଲେ କେମିତି, ଆଉ ଏଇ ଗର୍ତ୍ତ ସୃଷ୍ଟି ହେଲା ପରେ ଆପଣଙ୍କ ପ୍ରତିକ୍ରିୟା କଣ ରହିବ? ଆମେ ସକାଳେ ଜାଣିଲୁ। ବିଶେଷ କରି ଯୋଉ ଗାଈ ଚାରାଳ ବା ହଉଛି ଆମର ଏଠି ପାଖରେ ଗୋଟେ ନାଳ ଅଛି, ସେଠିକି ଯେତେବେଳେ କାଲି ସନ୍ଧ୍ୟାରେ ସବୁ ଝିଅ ବୋଉମାନେ ଶୌଚ ହେବା ପାଇଁ ବା ଧୋଇ ଧୁଆ ହେବା ପାଇଁ ଆସନ୍ତି, ସେମାନେ କହିଲେ ଗୋଟେ ସାଉଣ୍ଡ ହେଲା, ପାଣି ଉପରକୁ ବାହାରିଲା। ଆଉ ସେଟା କାହା ବିଲ, ଏଠୁ ସନ୍ଧ୍ୟାରେ କହିଲୁ ସକାଳେ ଯିବା ଦେଖିବା। ସକାଳେ ଆମେ ଆଇଲୁ, ଦେଖିଲୁ, ଆଇଲା ବେଳକୁ ମାର୍କେଟ ପଡ଼ିଛି। ଆଉ ଏଟା ହାଣ୍ଡା କଲେରୀ ଅଣ୍ଡରଗ୍ରାଉଣ୍ଡ ତଳେ ଅଛି। ଏଣୁ ଏପର୍ଯ୍ୟନ୍ତ ପ୍ରଶାସନ ତରଫରୁ ଆପଣଙ୍କୁ କେହି ଦେଖା କଲେଣି? କିଛି ନା ନା ଏପର୍ଯ୍ୟନ୍ତ କିଛି ସୂଚନା ମିଳିଲାଣି କଣ ହବ, କିଛି କ୍ଷତିପୂରଣ ଆପଣଙ୍କୁ କେମିତି ମିଳିବ? ନାଇଁ, କିଛି ହେଇନି। ସିଏ ହଉଛି କଣ କରିବେ ନ କରିବେ, କଣ ବିଚାର କରୁଛନ୍ତି ଆମକୁ ଏପର୍ଯ୍ୟନ୍ତ କିଛି ଜଣା ପଡିନି। ସେ ଯେମିତି କହୁଥିଲେ କି ତାଙ୍କୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନି ପ୍ରଶାସନ ତରଫରୁ, କ୍ଷତିପୂରଣ କେମିତି ମିଳିବ, କଣ ହବ, ସେ ଏପର୍ଯ୍ୟନ୍ତ କିଛି ବି ଜାଣିନାହାନ୍ତି। ଇଏ ଯଦି ଆମେ କହିବା ତାଳଚେର ଇଏ ପ୍ରଥମ ନୁହେଁ, ଆଗରୁ ଏମିତି ବହୁତ ପରିସ୍ଥିତି ହେଇଛି, ଯୋଉଟା କି ଆଉ ଜଣେ ମଧ୍ୟ ଆମ ସଙ୍ଗେ ଅଛନ୍ତି। ଆଗରୁ ତାଳଚେରରେ ଏମିତି ମାଟି ଅତଡା ଖସେ, ଯୋଉଟା କି ବଡ ବଡ ଗର୍ତ୍ତ ସୃଷ୍ଟି ହୁଏ, 20 ଫୁଟ 30 ଫୁଟ 40 ଫୁଟ ପର୍ଯ୍ୟନ୍ତ ଗର୍ତ୍ତ ସୃଷ୍ଟି ହୁଏ, ଯୋଉଟା ଆପଣ ବି ଜାଣିଛନ୍ତି। କଣ କହିବେ, କଣ ପାଇଁ ଏସବୁ ଜିନିଷ ହଉଛି, ଏଇ ପ୍ରତି କିଏ ଦାୟୀ ରହିବ? ଦେଖନ୍ତୁ ଆଜ୍ଞା, ମୁଁ ହଉଛି ଏଇ ପାଖରେ ଥିବା ଏକ ଗ୍ରାମ ଦେଉଳଗୁଡ଼ା ତେଲିସାହିର ମୁଁ ହଉଛି ଗ୍ରାମବାସୀ। ଆମ ନିଜ ଘର ପଛପଟେ 20 ମିଟର ଦୂରତାରେ ପୂର୍ବ ଅନୁସାରେ 2020 ଜାନୁଆରୀ 15 ତାରିଖ ଏକ ଗର୍ତ୍ତ ହୋଇଥିଲା, ଯାହାକି ସେଇ ହାଣ୍ଡିଧୁଆ ଅଣ୍ଡରଗ୍ରାଉଣ୍ଡ ମାଇନ୍ସ ଅଣ୍ଡରରେ ଯାଉଛି। ଯାହାକି ସେ ଗର୍ତ୍ତ ହେବା ଫଳରେ ଆମ ଗ୍ରାମବାସୀ ମଧ୍ୟ ପୁରା ଭୟଭୀତ ହୋଇଥିଲୁ। ସେତେବେଳେ ବି ଆମେ ସେଇ ଗୋଟିଏ କଥା ସ୍ୱର ଉତ୍ତୋଳନ କରିଥିଲୁ, ଯାହାକି ଆମକୁ କିଛି ତାର ପ୍ରତିକାର କରାଯାଉ। କିନ୍ତୁ ପ୍ରତିକାର କରିବା ବଦଳରେ ଆଜି ଯେହେତୁ ଏଇ ଯୋଉ ଦେଉଳଗୁଡ଼ା ତେଲିସାହି ହାଣ୍ଡିଧୁଆ ପାଖରେ ଏକ ଗ୍ରାମ ଅଛି, ଯେହେତୁ ଲାଗିକିନା ଅଛି, ତ ଏଇ ଗ୍ରାମବାସୀ ଅନୁସାରେ ଆମେ ପୁରା କୋକୁଆ ଭୟ ସୃଷ୍ଟି କରିଯାଇଛି। ଦେଖୁ ସେ ଯେମିତି କହୁଥିଲେ କି ଅଞ୍ଚଳରେ ପୁରା କୋକୁଆ ଭୟ ସୃଷ୍ଟି ହେଇଛି। ଆମେ ଯୋଉ ଜାଗାରୁ ଥାଇକି ଆମେ ଲାଇଭ ଦେଖଉଛୁ, ଚିତ୍ର ଦେଖଉଛୁ, ସେ ଜାଗାରେ ମଧ୍ୟ ବିପଦ ସୃଷ୍ଟି ହେବାର ସମ୍ଭାବନା ଅଛି। କାରଣ ଏଇ ଯୋଉ ଗର୍ତ୍ତ ସୃଷ୍ଟି ହେଇଛି, ମୁଁ କ୍ୟାମେରା ପର୍ସନକୁ ଦେଖିବା ପାଇଁ ଚାହିଁବି, ଯୋଉ ଗର୍ତ୍ତଟି ସୃଷ୍ଟି ହେଇଛି ଇଏ ଧୀରେ ଧୀରେ ବଢିବାକୁ ଲାଗିଛି। ଗତକାଲି ଇଏ 10 ଫୁଟର ଗର୍ତ୍ତ ଥିଲା, ଇଏ ପାଖାପାଖି ବର୍ତ୍ତମାନ ଓସାର 15 ଫୁଟରୁ ଅଧିକ ହେଇଗଲାଣି, ଯୋଉଟା କି ସ୍ଥାନୀୟ ଅଞ୍ଚଳରେ ଆମେ କହିପାରିବା ଅତ୍ୟନ୍ତ ଭୟାନକ ପରିବେଶ ସୃଷ୍ଟି କରୁଛି, ଆଉ ଲୋକମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତି। Exchange your old AC and take home a new power saving AC. Save up to rupees 10,000. Patro Electronics, Odisha's largest AC seller.